ଠାକୁରଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଭ। ଠାକୁରଙ୍କ ପତି ଭାବରେ ଈଶ୍ୱର ବ୍ରହ୍ମ ଏବେ ପରିଶୁଦ୍ଧ ଘନୀଭୂତ ହୋଇଥିବାରୁ ସେ ପୂର୍ବୋକ୍ତ ପ୍ରକାରରେ ବ୍ରଜେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କର କୃପା ଅନୁଭବ କରିଥିଲେ ଏବଂ ସେହି ପ୍ରେମର ପ୍ରଭାବରେ ଅଳ୍ପ ଦିନ ପରେ ସଚ୍ଚିଦାନନ୍ଦ ଘନ ବିଗ୍ରହ ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ ଲାଭ କରିଥିଲେ। ସେ ଦେଖିଥିବା ମୂର୍ତ୍ତି ଅନ୍ୟ ସମସ୍ତଙ୍କ ପରି ତାଙ୍କର ଶ୍ରୀଅଙ୍ଗରେ ମିଳିତ ହୋଇଥିଲେ। ଏହି ଦର୍ଶନ ଲାଭର 2-3 ମାସ ପରେ ପରମହଂସ ଶ୍ରୀମତ୍ ତୋତାପୁରୀ ଆସି ତାଙ୍କୁ ବେଦାନ୍ତ ପ୍ରସିଦ୍ଧ ଅଦ୍ୱୈତ ସାଧନାରେ ଶିକ୍ଷା ଦେଇଥିଲେ। ତେଣୁ ବୁଝାଯାଏ ମଧୁର ସାଧନାରେ ସିଦ୍ଧ ହୋଇ ଠାକୁର କିଛିଦିନ ଏହି ଭାବ ସାହାଯ୍ୟରେ ଈଶ୍ୱର ସମ୍ଭୋଗରେ କାଳଯାପନ କରିଥିଲେ। ତାଙ୍କ ଶ୍ରୀମୁଖରୁ ଶୁଣିଛୁ, ଏହି ସମୟରେ ଶ୍ରୀକୃଷ୍ଣ ଚିନ୍ତାରେ ତନ୍ମୟ ହୋଇ ସେ ନିଜର ପୃଥକ ଅସ୍ତିତ୍ୱବୋଧ ହରାଇ ବେଳେବେଳେ ନିଜକୁ ଭଗବାନ ଶ୍ରୀକୃଷ୍ଣ ବୋଲି ବୋଧ କରୁଥିଲେ। ପୁଣି କେତେବେଳେ ଆବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କୁ ଶ୍ରୀକୃଷ୍ଣ ବିଗ୍ରହ ବୋଲି ଦର୍ଶନ କରୁଥିଲେ। ଦକ୍ଷିଣେଶ୍ୱରକୁ ତାଙ୍କ ନିକଟରୁ ଆମେ ଯିବା ଆସିବା କରୁଥିବା ବେଳେ ସେ ଦିନେ ବଗିଚାରେ ଗୋଟିଏ ଘାସ ଫୁଲ ଧରି ଆନନ୍ଦରେ ଆମ୍ଭମାନଙ୍କ ନିକଟକୁ ଆସି କହିଥିଲେ, ଯେତେବେଳେ ଅର୍ଥାତ୍ ମଧୁର ଭାବ ସାଧନା ସମୟରେ ଯେଉଁ କୃଷ୍ଣ ମୂର୍ତ୍ତି ଦେଖିଥିଲି ତାଙ୍କ ଶରୀରର ବର୍ଣ୍ଣ ଏହିପରି ଥିଲା। ଯୌବନର ପ୍ରାରମ୍ଭରେ ଠାକୁରଙ୍କ ମନରେ ପ୍ରକୃତି ହେବାର ବାସନା। ଅନ୍ତରର ପ୍ରକୃତି ଭାବର ପ୍ରେରଣାରେ ଯୌବନର ପ୍ରାରମ୍ଭରେ ଠାକୁରଙ୍କ ମନରେ ଏକ ପ୍ରକାର ବାସନା ଉଦୟ ହେଉଥିଲା। ବ୍ରଜଗୋପୀମାନେ ସ୍ତ୍ରୀ ଶରୀର ନେଇ ଜନ୍ମଗ୍ରହଣ କରି ପ୍ରେମରେ ସଚ୍ଚିଦାନନ୍ଦ ବିଗ୍ରହ ଶ୍ରୀକୃଷ୍ଣଙ୍କୁ ଲାଭ କରିଥିଲେ। ଏହା ଜାଣି ଠାକୁରଙ୍କ ମନେ ହେଉଥିଲା, ସେ ଯଦି ସ୍ତ୍ରୀ ଶରୀର ନେଇ ଜନ୍ମଗ୍ରହଣ କରିଥାନ୍ତେ ତାହେଲେ ଗୋପୀମାନଙ୍କ ପରି ଶ୍ରୀକୃଷ୍ଣଙ୍କୁ ଭଜନ ଓ ଲାଭ କରି ଧନ୍ୟ ହୋଇଥାନ୍ତେ। ଏହିପରି ନିଜ ପୁରୁଷ ଶରୀରକୁ ଶ୍ରୀକୃଷ୍ଣ ଲାଭ ପଥରେ ଅନ୍ତରାୟ ବୋଲି ବିବେଚନା କରି ସେ ସେତେବେଳେ କଳ୍ପନା କରୁଥିଲେ ଯେ ଯଦି ପୁଣି ଭବିଷ୍ୟତରେ ଜନ୍ମଗ୍ରହଣ କରିବାକୁ ହୁଏ ତେବେ ସେ ବ୍ରାହ୍ମଣ ଘରର ପରମା ସୁନ୍ଦରୀ ଦୀର୍ଘକେଶୀ ବାଲ୍ୟବିଧବା ହେବେ ଏବଂ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାକୁ ପତି ବୋଲି ଜାଣିବେ ନାହିଁ। ମୋଟା ଭାତ ମୋଟା କପଡ଼ା ପାଇଁ କିଛି ସଂସ୍ଥାନ ଥିବ। କୁଡ଼ିଆକର ପାଖରେ ଜଣେ ଗୁଣ୍ଠେ 2 ଗୁଣ୍ଠ ଜମି ଥିବ, ଯେଉଁଥିରେ ନିଜ ହାତରେ ଶାଗ ପରିବା ଫସଲ ଉତ୍ପନ୍ନ କରିପାରିବେ ଏବଂ ତା ସହିତ ଜଣେ ବୃଦ୍ଧ ଅଭିଭାବକ ଥିବେ। ଗୋଟିଏ ଗାଈ ଯାହାକୁ ସେ ନିଜ ହାତରେ ଦୁହିଁ ପାରିବେ ଓ ସୂତା କାଟିବା ପାଇଁ ଗୋଟିଏ ଚରଖା ଥିବ। ବାଳକର କଳ୍ପନା ଆହୁରି ଅଧିକ ଅଗ୍ରସର ହୋଇ ଭାବୁଥିଲା, ଦିନେ ବେଳେ ଗୃହକର୍ମ ସମାପନ କରି ସେହି ଚରଖାରେ ସୂତା କାଟୁ କାଟୁ ଶ୍ରୀକୃଷ୍ଣ ବିଷୟକ ସଙ୍ଗୀତ ଗାନ କରିବେ ଏବଂ ସନ୍ଧ୍ୟା ପରେ ସେହି ଗାଈର ଦୁଧରେ ପ୍ରସ୍ତୁତ ମୋଦକ ଆଦି ଗ୍ରହଣ କରି ଶ୍ରୀକୃଷ୍ଣଙ୍କୁ ସୁହସ୍ତରେ ଖୁଆଇବା ପାଇଁ ଗୋପନରେ ବ୍ୟାକୁଳ କ୍ରନ୍ଦନ କରୁଥିବେ। ଶ୍ରୀକୃଷ୍ଣ ଭଗବାନ ମଧ୍ୟ ଏଥିରେ ପ୍ରସନ୍ନ ହୋଇ ଗୋପ ବାଳକ ବେଶରେ ଆସି ଏସବୁ ଗ୍ରହଣ କରିବେ ଏବଂ ଅନ୍ୟମାନଙ୍କ ଅଗୋଚରରେ ଏପରି ଭାବରେ ତାଙ୍କ ନିକଟକୁ ନିତ୍ୟ ଗମନାଗମନ କରୁଥିବେ। ଠାକୁରଙ୍କର ଉକ୍ତ ବାସନା ଏକ ଭାବରେ ପୂର୍ଣ୍ଣ ନହେଲେ ମଧ୍ୟ ମଧୁର ଭାବ ସାଧନ ସମୟରେ ପୂର୍ବୋକ୍ତ ପ୍ରକାରରେ ସିଦ୍ଧ ହୋଇଥିଲା। ଭାଗବତ ଭକ୍ତ ଓ ଭଗବାନ ତିନି ଏକ ହିଁ 3 ରୂପର ଦର୍ଶନ। ମଧୁର ଭାବରେ ଥିବା ସମୟରେ ଠାକୁରଙ୍କର ଅନ୍ୟ ଗୋଟିଏ ଦର୍ଶନ କଥା ଆମେ ଏଠାରେ ଉଲ୍ଲେଖ କରି ଏହି ବିଷୟରେ ଉପସଂହାର କରିବୁ। ଏ ସମୟରେ ବିଷ୍ଣୁ ମନ୍ଦିର ସମ୍ମୁଖରେ ବସି ସେ ଦିନେ ଶ୍ରୀମଦ୍ ଭାଗବତ ପାଠ ଶୁଣୁଥିଲେ। ଶୁଣୁ ଶୁଣୁ ଭାବାବିଷ୍ଟ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କର ଜ୍ୟୋତିର୍ମୟ ମୂର୍ତ୍ତି ଦର୍ଶନ ଲାଭ କଲେ। ପରେ ଦେଖିବାକୁ ପାଇଲେ ଉକ୍ତ ମୂର୍ତ୍ତିର ପାଦପଦ୍ମରୁ ଦଉଡ଼ି ପରି ଏକ ଜ୍ୟୋତି ବହିର୍ଗତ ହୋଇ ପ୍ରଥମେ ଭାଗବତ ଗ୍ରନ୍ଥକୁ ସ୍ପର୍ଶ କଲା ଏବଂ ପରେ ତାଙ୍କ ନିଜ ବକ୍ଷସ୍ଥଳରେ ସଂଲଗ୍ନ ହୋଇ ଏହି 3 ବସ୍ତୁକୁ ଏକତ୍ର କିଛି ସମୟ ସଂଯୁକ୍ତ କରି ରଖିଲା। ଠାକୁର କହୁଥିଲେ, ଏପରି ଦର୍ଶନ କରି ତାଙ୍କ ମନରେ ଦୃଢ଼ ଧାରଣା ହୋଇଥିଲା ଯେ ଭାଗବତ ଭକ୍ତ ଭଗବାନ 3 ପ୍ରକାର ଭିନ୍ନ ରୂପରେ ପ୍ରକାଶିତ ହୋଇଥିଲେ ମଧ୍ୟ ସେ ସମସ୍ତେ ଏକ ହିଁ ଅଟନ୍ତି। ତେଣୁ ଭାଗବତ ଭକ୍ତ ଭଗବାନ 3ରେ 1 ଓ 1ରେ 3। ମଧୁର ଭାବରେ ସିଦ୍ଧ ହୋଇ ଠାକୁର ଭାବ ସାଧନାର ଚରମ ଭୂମିରେ ଉପନୀତ ହୋଇଥିଲେ। ଏପରେ ଠାକୁରଙ୍କ ମନରେ ସର୍ବଜନ ବ୍ୟତୀତ ବେଦାନ୍ତ ପ୍ରସିଦ୍ଧ ଅଦ୍ୱୈତ ଭାବ ସାଧନାର ପ୍ରବଳ ପ୍ରେରଣା ଆସି ଉପସ୍ଥିତ ହେଲା। ସେ ସମୟରେ ଠାକୁର କହିଛନ୍ତି, ସମୁଦ୍ର କୂଳରେ ଯେଉଁ ବ୍ୟକ୍ତି ସର୍ବଦା ବାସ କରେ ତାହାର ମନରେ ଯେପରି ବେଳେବେଳେ ବାସନାର ଉଦୟ ହୁଏ ଯେ ରତ୍ନାକର ଗର୍ଭରେ କେତେ ପ୍ରକାର ରତ୍ନ ଅଛି ତାହା କିପରି କି ଦେଖି ଆସନ୍ତା, ସେହିପରି ମାଆଙ୍କୁ ପାଇ ମଧ୍ୟ ମାଆଙ୍କ ନିକଟରେ ସର୍ବଦା ଥାଇ ମଧ୍ୟ ମୋର ସେତେବେଳେ ଇଚ୍ଛା ହେଉଥିଲା ଅନନ୍ତ ଭାବନାମୟୀ ଅନନ୍ତ ରୂପିଣୀ ତାଙ୍କୁ ନାନା ଭାବରେ ଓ ନାନା ରୂପରେ କିପରି ଦେଖିବି। ଶିବଦମ୍ଭଙ୍କ ଇଙ୍ଗିତରେ ଯେ ଠାକୁର ବର୍ତ୍ତମାନ ଅଦ୍ୱୈତ ସାଧନାରେ ଅଗ୍ରସର ହୋଇଥିଲେ ଏହା ପରିବ୍ରାଜକାଚାର୍ଯ୍ୟ ଶ୍ରୀମତ୍ ତୋତାପୁରୀଙ୍କ ଦକ୍ଷିଣେଶ୍ୱର ଆଗମନରୁ ହିଁ ସମ୍ୟକ୍ ରୂପେ ବୁଝି ହୁଏ। ଏହି ତୋତାପୁରୀ ପୁଣ୍ୟମୟ ନର୍ମଦା ନଦୀ ତୀରରେ ବହୁକାଳ ଏକାନ୍ତ ବାସ କରି ସାଧନ ଭଜନରେ ନିମଗ୍ନ ରହି ନିର୍ବିକଳ୍ପ ସମାଧିପଥରେ ବ୍ରହ୍ମ ସାକ୍ଷାତ୍କାର କରିଥିଲେ। କୁରୁକ୍ଷେତ୍ର ନିକଟରେ ଲୁଧିଆନା ନାମକ ସ୍ଥାନରେ ଥିଲା ତାଙ୍କର ଗୁରୁକ୍ଷେତ୍ର। ତାଙ୍କର ଗୁରୁ ମଧ୍ୟ ଜଣେ ବିଖ୍ୟାତ ଯୋଗୀ ପୁରୁଷ ଥିଲେ ଏବଂ ଏହି ସ୍ଥାନରେ ଗୋଟିଏ ମଠ ସ୍ଥାପନ କରିଥିଲେ। ଗୁରୁଙ୍କର ଦେହାନ୍ତ ହେବା ପରେ ଶ୍ରୀମତ୍ ତୋତାପୁରୀ ଏହି ମଠର ମହନ୍ତ ପଦରେ ଅଧିଷ୍ଠିତ ହୋଇଥିଲେ। ବ୍ରହ୍ମଜ୍ଞ ହେବା ପରେ ତାଙ୍କ ମନରେ କିଛି କାଳ ଲାଗି ଯଦୃଚ୍ଛା ପରିଭ୍ରମଣର ସଂକଳ୍ପ ଉଦିତ ହେଲା। ସେହି ପ୍ରେରଣାରେ ସେ ପୂର୍ବ ଭାରତର ପରିଭ୍ରମଣରେ ବାହାରିଗଲେ ଏବଂ ବହୁ ତୀର୍ଥ ପରିକ୍ରମା କଲେ। ସାଗର ସଙ୍ଗମରେ ସ୍ନାନ କରି ସେ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ। ତାପରେ ଭାରତର ଉତ୍ତର ପଶ୍ଚିମାଞ୍ଚଳକୁ ଫେରିବା ସମୟରେ
1865 ଖ୍ରୀଷ୍ଟାବ୍ଦରେ ଦକ୍ଷିଣେଶ୍ୱରରେ ଆସି ପହଞ୍ଚିଲେ। କୌଣସି ଗୋଟିଏ ସ୍ଥାନରେ 3 ଦିନରୁ ଅଧିକ ଅବସ୍ଥାନ କରିବା ତାଙ୍କର ନିୟମ ନଥିଲା। ସେଥିପାଇଁ କାଳିବାଡ଼ିରେ ମଧ୍ୟ ସେ ତିନି ଦିନରୁ ଅଧିକ କାଳ ରହିବେ ନାହିଁ ବୋଲି ସ୍ଥିର କରିଥିଲେ। ପ୍ରଥମେ ସେ ଯେତେବେଳେ କାଳିବାଡ଼ିରେ ପହଞ୍ଚିଲେ, ତାଙ୍କର ଦୃଷ୍ଟି ପଡ଼ିଲା ଗଙ୍ଗା ଘାଟରେ ଚାନ୍ଦିନୀ ଉପରେ ଗୋଟିଏ ପାଖରେ ଅନ୍ୟମାନେ ବସିଥିବା ଠାକୁରଙ୍କ ଉପରେ। ଠାକୁରଙ୍କ ତପଦୀପ୍ତ ଓ ଭାବୋଜ୍ୱଳ ମୁଖମଣ୍ଡଳ ଦୃଷ୍ଟି ପଡ଼ିବା ମାତ୍ରେ ଶ୍ରୀମ ତୋତାପୁରୀ ନିଜ ପ୍ରାଣରେ ଅନୁଭବ କଲେ, ଏ ବ୍ୟକ୍ତି ସାମାନ୍ୟ ପୁରୁଷ ହୋଇନପାରନ୍ତି। ବେଦାନ୍ତ ସାଧନ ଲାଗି ଏଭଳି ଉତ୍ତମ ଅଧିକାରୀ ଅତ୍ୟନ୍ତ ବିରଳ। ତନ୍ତ୍ରପ୍ରାଣ ବଙ୍ଗଦେଶରେ ବେଦାନ୍ତରେ ଏତାଦୃଶ ଅଧିକାରୀ ଅଛନ୍ତି ଭାବି ସେ ବିସ୍ମୟରେ ଅଭିଭୂତ ହୋଇଗଲେ। ଠାକୁରଙ୍କ ବିଷୟ ଭାବରେ ନିରୀକ୍ଷଣ କରି ସ୍ୱତଃପ୍ରଣୋଦିତ ହୋଇ ପଚାରିଲେ, ତୁମକୁ ଉତ୍ତମ ଅଧିକାରୀ ବୋଲି ମନେ ହେଉଛି, ତୁମେ ବେଦାନ୍ତ ସାଧନ କରିବ କି? ଜଟାଜୁଟଧାରୀ ଦୀର୍ଘବାପୁ ଉଲଗ୍ନ ସନ୍ନ୍ୟାସୀଙ୍କ ମୁଖରୁ ଏ ପ୍ରଶ୍ନ ଶୁଣି ଠାକୁର ଉତ୍ତର ଦେଲେ, କ'ଣ କରିବି ନ କରିବି ମୁଁ କିଛି ଜାଣେ ନାହିଁ। ମୋର ମା ସବୁ ଜାଣନ୍ତି। ସେ ଆଦେଶ ଦେଲେ କରିବି। ଶ୍ରୀମତୀ ତୋତା କହିଲେ, ତେବେ ଯାଅ, ତୁମର ମାଆଙ୍କୁ ଏ ବିଷୟରେ ପଚାରି ଆସ, କାରଣ ମୁଁ ଏଠାରେ ଦୀର୍ଘଦିନ ରହିପାରିବି ନାହିଁ। ଠାକୁର ଏକଥା ଶୁଣି ଧୀରେ ଧୀରେ ସେ ଜଗଦମ୍ବାଙ୍କ ମନ୍ଦିରରେ ଉପସ୍ଥିତ ହେଲେ ଏବଂ ଭାବାବିଷ୍ଟ ହୋଇ ଜଗଦମ୍ବାଙ୍କୁ ମା ବାଣୀ ଶୁଣିବାକୁ ପାଇଲେ। ଯାଅ, ଶିକ୍ଷା କର।